ସାଇକୋଲୋଜି କହିଥାଏ ଯେଉଁ ପୁରୁଷ ଶାରୀରିକ ସମ୍ପର୍କ ବନାଇବା ସମୟରେ ସ୍ତ୍ରୀଙ୍କ ପୂର୍ବରୁ ବାଣ୍ଡରୁ ପାଣି ବାହାରି ଯାଇଥାଏ ତେବେ ସେମାନେ ସ୍ତ୍ରୀଙ୍କ ନଜରରେ ତଳକୁ ଖସି ଯାଇଥାନ୍ତି। କିନ୍ତୁ ସଚ୍ଚା ପ୍ରେମ କରୁଥିବା ସ୍ତ୍ରୀ ଏହି ସବୁକୁ ଧ୍ୟାନ ଦେଇନଥାନ୍ତି ଓ ତାଙ୍କୁ ସମ୍ମାନ ଭରା ନଜରରେ ଦେଖିଥାନ୍ତି। ସାଇକୋଲୋଜି କହିଥାଏ ପିରିୟଡ଼ ମହିଳାମାନଙ୍କର ମହତ୍ୱପୂର୍ଣ୍ଣ ଅଂଶ ହୋଇଥାଏ। ମହିଳାମାନେ ପାଖାପାଖି ନିଜ ଜୀବନ କାଳ ଭିତରେ 4 ବର୍ଷ ସମୟ କେବଳ ପିରିୟଡ଼ରେ ହିଁ ବିତେଇ ଦେଇଥାନ୍ତି। ସାଇକୋଲୋଜି କହିଥାଏ ଯେଉଁ ଝିଅମାନେ ପୂର୍ବରୁ ସେକ୍ସ କରିଥାନ୍ତି ତେବେ ସେ ଦ୍ୱିତୀୟ ଥର ସେକ୍ସ କରିବା ପାଇଁ ବହୁତ ଜଲ୍ଦି ରାଜି ହୋଇଯାଇଥାନ୍ତି। ସାଇକୋଲୋଜି କହିଥାଏ ପିରିୟଡ଼ ହେବାର 7 ଦିନ ପୂର୍ବରୁ ଝିଅମାନେ ସେକ୍ସ ପାଇଁ ଅଧିକ ଇଚ୍ଛୁକ ହୋଇଥାନ୍ତି। ସାଇକୋଲୋଜି କହିଥାଏ ଯେତେ ପର୍ଯ୍ୟନ୍ତ ମହିଳାଙ୍କ ପାଖରେ ତୁଳନା କରିବା ପାଇଁ କୌଣସି ଦ୍ୱିତୀୟ ବ୍ୟକ୍ତି ନଥିବେ ସେତେ ପର୍ଯ୍ୟନ୍ତ ଆପଣ ତାଙ୍କର ପ୍ରଥମ ପସନ୍ଦ ହୋଇ ରହିଥିବେ। ସାଇକୋଲୋଜି କହିଥାଏ ସେକ୍ସ ଆପଣଙ୍କୁ ବିଚଳିତ କରିଥାଏ କିନ୍ତୁ ପ୍ରେମ ଆପଣଙ୍କୁ ଶାନ୍ତ ବନାଇଥାଏ। ସାଇକୋଲୋଜି କହିଥାଏ ଏମିତି ମହିଳା ସେକ୍ସ ପାଇଁ ପାଗଳ ହୋଇଥାଏ ଯାହାର ନାକରେ କଳାଯାଇ ଥାଏ। ସାଇକୋଲୋଜି କହିଥାଏ ଅଧିକାଂଶ ଲୋକ ଏହା ଭାବିଥାନ୍ତି କି ଲଭ୍ ରିଲେସନସିପ୍ରେ ବହୁତ ସାରା ମସ୍ତି ମଜାକ ଓ ରୋମାନ୍ସ ଥାଏ କିନ୍ତୁ ସତ ଏହା ଅଟେ କି ଭଲ ପାଇବାରେ ସବୁଠାରୁ ଅଧିକ ଯନ୍ତ୍ରଣା ଓ ଲୁହ ବହିଥାଏ। ସାଇକୋଲୋଜି କହିଥାଏ ଯେଉଁ ଲୋକମାନେ କୁକୁର ପାଳିଥାନ୍ତି ସେହି ଲୋକମାନେ ମାନସିକ ରୂପରେ ସୁସ୍ଥ ରହିଥାନ୍ତି। ଏମାନଙ୍କୁ ଟେନସନ୍ ଓ ମାନସିକ ରୋଗ କମ୍ ହୋଇଥାଏ କାରଣ କୁକୁର ଦୁନିଆର ଏକମାତ୍ର ଏମିତି ଜୀବ ଅଟେ ଯିଏକି ତା ମାଲିକକୁ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଇଥାଏ। ସାଇକୋଲୋଜି କହିଥାଏ ଯଦି ଆପଣ ନିଜ ଘରେ ନିଜ ସ୍ତ୍ରୀକୁ ଇଜ୍ଜତ ଓ ସମ୍ମାନ ଦେଉଥାନ୍ତି ତେବେ ବିଶ୍ୱାସ କରନ୍ତୁ ଆପଣଙ୍କ ଘରେ ସବୁବେଳେ ଖୁସି ଶାନ୍ତି ବନି ରହିବ।